जय जगन्नाथ जय श्रीराम। वेलकम टू ए न्यू वीडियो। देखो नीट 2026 जो पिला माने दबाकू जाउछन्ती सेमाने गोटे इंपोर्टेंट पॉइंट ऊपर ध्यान देवे। नीट 2025 रे एमिति को कॉलेज जाइतिला जोटा कि सबुठारु लो कट ऑफ माने को गवर्नमेंट कॉलेज जाइतिला 2025 रे से गवर्नमेंट कॉलेज रो ना कोन जोतरे कि सबुठारु कम मार्क रे सिलेक्शन हेतिला बा जो लास्ट कट ऑफ जाइतिला सेटा को कॉलेज थिला। ଯେମିତି କି ଗୋଟେ ପିଲା ହଁ ତାର ପ୍ରିପାରେସନ ଠିକ ସେ ଚାଲିନି ବା ତାର ଇଚ୍ଛା ଅଛି ମୁଁ ଜାଣିବା ଦରକାର କୋଉ କଲେଜଟା ସବୁଠାରୁ ଲାଷ୍ଟ ଯାଇଥିଲା। ତ ଏଇ ଭିଡିଓରେ ଆମେ ଡିସ୍କସନ କରିବା ସେଇ ରିଗାର୍ଡିଂ। ପ୍ରଥମ କଥା ଦେଖନ୍ତୁ ଯୋଉ ମିଷ୍ଟେକ୍ 2025 ରେ ପିଲାମାନେ କରିଥିଲେ ସେ ମିଷ୍ଟେକ୍ 2026 ରେ ତମମାନେ କେହି ନ କରିବା ଦରକାର। କଣ କଣ ମିଷ୍ଟେକ୍? କିନ୍ତୁ ପ୍ରଥମ ମିଷ୍ଟେକ୍ ହଉଛି ପିଲାମାନେ କଣ କଲେ ନା ଟାଇମ ମ୍ୟାନେଜମେଣ୍ଟ କରିପାରିଲେ ନାହିଁ। ଯେତେବେଳେ ଫିଜିକ୍ସ ର କ୍ୱେଶ୍ଚିନ୍ ଟଫ୍ ଆସିଗଲା ସେତେବେଳେ ସବୁ ପିଲା ପାନିକ ହେଇଗଲେ ଆଣ୍ଡ ସେଇଠି ସେମାନେ କଣ ହେଇକି ପାନିକ ହେଇକିରି ଟାଇମ ମ୍ୟାନେଜମେଣ୍ଟ କରିପାରିଲେ ନାହିଁ, ଯୋଉଟା କି ସବୁଠାରୁ ବଡ ମିଷ୍ଟେକ୍ ଥିଲା 2025 ନିଟ୍ ଆସ୍ପିରାଣ୍ଟସ୍ ମାନଙ୍କ ପାଇଁ। ସେଥିପାଇଁ କଟ ଅଫ୍ ବହୁତ ଡାଉନ ହେଲା। ଦେଖନ୍ତୁ 2024 ମସିହାର କ୍ୱେଶ୍ଚିନ୍ ପେପର ଇଜି ଥିଲା ଆଣ୍ଡ କ୍ୱେଶ୍ଚିନ୍ ପେପର ଇଜି ଆଣ୍ଡ ସ୍କାମ ଫଳରେ କଟ ଅଫ୍ ବହୁତ ହାଇ ଯାଇଥିଲା। ବଟ୍ 2025 ରେ କ୍ୱେଶ୍ଚିନ୍ ପେପରକୁ ଟଫ୍ କରାଗଲା ଯାହା ଫଳରେ ପିଲା ଟାଇମ ମ୍ୟାନେଜମେଣ୍ଟ କରିପାରିଲେନି। ତ ପ୍ରଥମ କଥା ହଉଛି ନିଟ୍ 2026 ଯୋଉମାନେ ଦବ ମନେ ରଖ ଯୋଉ 3 ଘଣ୍ଟାର ଏକ୍ସାମ ଦବ ସେ 3 ଘଣ୍ଟାର ଏକ୍ସାମ ଭିତରେ ଟାଇମ ମ୍ୟାନେଜମେଣ୍ଟ ସବୁଠାରୁ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆଉ ଟାଇମ ମ୍ୟାନେଜମେଣ୍ଟ ତମେ କେତେବେଳେ କରିପାରିବ ଯେତେବେଳେ ତମମାନେ ଭଲରେ ପ୍ରିପାରେସନ କରିଥିବ, ଭଲରେ ମକ୍ ଟେଷ୍ଟ ପ୍ରାକ୍ଟିସ କରିଥିବ। ତ ମୁଁ ପିଲାମାନଙ୍କୁ କହିବି ମକ୍ ଟେଷ୍ଟ ପ୍ରାକ୍ଟିସ କରିବା ଷ୍ଟାର୍ଟ କରିଦିଅ ଏବେଠାରୁ। ଯୋଉମାନେ ମକ୍ ଟେଷ୍ଟ ପ୍ରାକ୍ଟିସ କରିବା ପାଇଁ ଚାହୁଁଛ ଅଫଲାଇନ ହଉ ଅନଲାଇନ ହଉ ମୋ ସହିତ କଣ୍ଟାକ୍ଟ କରିପାରିବ। ମୁଁ ତମକୁ ମକ୍ ଟେଷ୍ଟର ଟୋଟାଲ ଆଇଡିଆ ଦେଇଦେବି। ଆରାମସେ ମତେ କଲ୍ କରିପାରିବ, ନମ୍ବର ଦେଇଦେଉଛି 7205 429 784। କେମିତି ମକ୍ ଟେଷ୍ଟ ପ୍ରାକ୍ଟିସ କରିବ, କୋଉଠି ମକ୍ ଟେଷ୍ଟ ପ୍ରାକ୍ଟିସ କରିବ, ଏଭ୍ରିଥିଙ୍ଗ ଅଫଲାଇନ ଅନଲାଇନ ମକ୍ ଟେଷ୍ଟ ପୁରା ପ୍ରପରଲି ଡିଜାଇନ କରାହେଇଛି। ଡୋଣ୍ଟ ଓରି, ମୁଁ ତମକୁ ଗାଇଡ କରିଦେବି। ବୁଝିହେଲା? ଭୁବନେଶ୍ୱର ପାଖରେ ଥିବା ପିଲାମାନେ ଆସିକି ଏଇଠି ଅଫଲାଇନରେ ମକ୍ ଟେଷ୍ଟ ଦେଇପାରିବ। ଅନଲାଇନ ପିଲାମାନେ ଅନଲାଇନରେ କେମିତି ଦବ ମୁଁ ତାର ବି ଆଇଡିଆ ବତେଇଦେବି। ଚାଲନ୍ତୁ ବର୍ତ୍ତମାନ ପାଇଁ ଦେଖିବା 2025 ମସିହାରେ କୋଉ କଲେଜ ଯାଇଥିଲା। ଦେଖନ୍ତୁ 2025 ମସିହାରେ ୟୁଆର କାଟାଗୋରୀ ଆମେ ସମସ୍ତେ ଜାଣିଛେ ଅଲ ଇଣ୍ଡିଆ କଥା ମୁଁ ଡିସ୍କସନ କରୁଛି। କାରଣ ଯୋଉ ପିଲା ଓଡିଶାର କଥା ତ ଆପଣମାନେ ଜାଣିଛନ୍ତି। ଆମର ମେନ୍ ମୋଟୋ ହଉଛି ଜାଣିବା ଦରକାର କି ଅଲ ଇଣ୍ଡିଆର କୋଉ କଲେଜ ଯାଇଥିଲା, ଯୋଉ କଲେଜଟା ସବୁ ମାନେ ଲାଷ୍ଟ ଯୋଉ ପିଲାର ଆଡମିସନ ହେଇଛି ସେଟା କୋଉ କଲେଜରେ ଆଡମିସନ ହେଇଛି। ଦେଖନ୍ତୁ ୟୁଆର କାଟାଗୋରୀ ବା ଅନରିଜର୍ଭ କାଟାଗୋରୀ ଯୋଉ ଲାଷ୍ଟ ଯାଇଥିଲା ସେଟା ହଉଛି 26,178। ବହୁତ ଭିଡିଓ ମୁଁ ଆରିଗାଡି ବନେଇଛି। 26,178 ଯାହାର ସ୍କୋର ବା ନିଟ୍ ର ସ୍କୋର ହଉଛି ଥିଲା କେତେ ନା 527। ଦେଖନ୍ତୁ 527 କ୍ୱେଶ୍ଚିନ୍ ପେପର ଟପ୍ ଥିଲା ବୋଲି 527 ଯାଇଛି। ଆଉ ସେ କଲେଜଟା ଥିଲା ହଉଛି ନାଗାଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ। କଣ ଏଟା ଥିଲା? ନାଗାଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ। ବୁଝିହେଲା? କଲେଜ ଥିଲା ନାଗାଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ। କ୍ଲିୟର? ଓକେ, ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହେଲା ନାଗାଲାଣ୍ଡ। ଦେଖ ତାପରେ ହଉଛି ଇଡବ୍ଲ୍ୟୁଏସ୍ କାଟାଗୋରୀ। ଇଡବ୍ଲ୍ୟୁଏସ୍ କାଟାଗୋରୀ ଆପଣଙ୍କର ଯାଇଥିଲା 29,957। ଏ ସବୁ ପିଲା ରାଉଣ୍ଡ 3 ବେଳକୁ କ୍ଲୋଜ ହେଇଥିଲା ହେଲା। ରାଉଣ୍ଡ 3 29,957। ସ୍କୋର ହଉଛି କେତେ ନା 522। କେତେ? 522 ହେଲା। ଆଉ ଇ କଲେଜ ହେଉଥିଲା, ଇ କଲେଜଟା କୋଉଠି? ଏଟା ତାମିଲନାଡୁର କଲେଜ। ଇଡବ୍ଲ୍ୟୁଏସ୍ କାଟାଗୋରୀ ଯୋଉଟା କ୍ଲୋଜ ହେଇଥିଲା ଏଟା ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ କାଲାକୁରିଚି। ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ କାଲାକୁରିଚି। ବୁଝିହେଲା? କାଲାକୁରିଚି ଏଟା ତାମିଲନାଡୁରେ ହେଲା। ତାପରେ ଆପଣଙ୍କର ଦେଖନ୍ତୁ ଓବିସି କାଟାଗୋରୀ ଇଏ ଆପଣଙ୍କର କ୍ଲୋଜ ହେଇଥିଲା 26,231। 26,231। ଏଇଟା ସ୍କୋର କେତେ ଥିଲା? 527। ଜେନେରାଲ ଇଡବ୍ଲ୍ୟୁଏସ୍ ଜେନେରାଲ ଓବିସି ସମାନ। ଏଇଟା ବି ଥିଲା ନାଗାଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ। ଓବିସି ବି ଯୋଉ ଲାଷ୍ଟ କ୍ଲୋଜ ହେଲା ନାଗାଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାଗାଲାଣ୍ଡ। ତାପରେ ଚାଲନ୍ତୁ ଏସି କାଟାଗୋରୀ। ଏସି କାଟାଗୋରୀ ହଉଛି 1,36,445। 1,36,445 ଯୋଉଟା କି ସ୍କୋର ହଉଛି 441। 441 ସ୍କୋର ଯାଇଥିଲା। ଇଏ ହଉଛି ଯାଇଥିଲା ତୋମୋରିବା ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ହେଲା। ତୋମୋରୋବା ଇଟାନଗର। ତୋମୋରିବା
ଇନଷ୍ଟିଚ୍ୟୁଟ ହେଲ୍ଥ ଆଣ୍ଡ ମେଡିକାଲ ସାଇନ୍ସ ଏଠି ଯାଇଥିଲା, ବୁଝିଗଲା। ଦେନ୍ ହଉଛି ଏସଟି କାଟାଗୋରୀ। ଏସଟି କାଟାଗୋରୀ 1,62,975, 1,62,975 ଏସଟି କାଟାଗୋରୀ। 425 ମାର୍କ ଯାଇଥିଲା ଏସଟି କାଟାଗୋରୀରେ, 425 ମାର୍କ। ଦେଖନ୍ତୁ ଯଦି କ୍ୱେଶ୍ଚିନ୍ ପେପର ହାର୍ଡ ରହିବ 2026ରେ, ଏଥିରେ ମନେ ରଖ 527ଟା ହେଇଯାଇପାରେ 600, 522ଟା ହେଇଯାଇପାରେ 600, 595, 598, 527 ହେଇପାରେ, 600 ହେଇପାରେ, 610 ହେଇପାରେ, 441ଟା ହେଇପାରେ, 541 ହେଇପାରେ। ଏସଟି କାଟାଗୋରୀ 425, 500 ହେଇପାରେ। ତେଣୁକରି କଟ୍ ଅଫ୍ ଡିପେଣ୍ଡ କରିବ କ୍ୱେଶ୍ଚିନ୍ ପେପର ଉପରେ। କ୍ୱେଶ୍ଚିନ୍ ପେପର କୋଉ ଲେବୁଲରେ ଆସୁଛି ତା ଉପରେ କଟ୍ ଅଫ୍ ଟା ଡିପେଣ୍ଡ କରିବ। ତାପରେ ଏସଟି କାଟାଗୋରୀ ଯୋଉ ଯାଇଥିଲା ଏଇଟା ବି ଆପଣଙ୍କର ଥିଲା ନାଗାଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ, ବୁଝିଲା। ତେଣୁକରି ପିଲେ କଥା ହଉଛି କଣ, ଏ ଯୋଉ କଲେଜ ଗୁଡା ଯାଇଛି ମ୍ୟାକ୍ସିମମ୍ ହଉଛି ନାଗାଲାଣ୍ଡ ଯାଇଛି। ତେଣୁକରି ତମମାନେ ଯୋଉମାନେ ବି ତମେ ଅଛ, ତମମାନେ ପିଲେ ଇଏ କର, କ୍ୱେଶ୍ଚିନ୍ ପେପର ଇଜି ଯଦି ରହିବ ତାହେଲେ ପିଲେ ରାଙ୍କ ସବୁବେଳ ପାଇଁ ମନେ ରଖ, ରାଙ୍କ ବିଶେଷ କିଛି ଫରକ ପଡେନି। ରାଙ୍କ ପ୍ରାୟ ତମର ସମାନ ରହିବ 2024-25, କିନ୍ତୁ ରାଙ୍କ କିନ୍ତୁ ମାର୍କ ତମର ଡିଫର କରିବ ସେଇ ରାଙ୍କରେ କଣ ମାର୍କ ହଉଛି, ବୁଝିଲେ ତ। ମାନେ ପ୍ରାୟ ୟୁଆର କାଟାଗୋରୀ 25,520 ଭଳିଆ ଯାଇଥିଲା, ଏଟା 26,178। ପୂର୍ବ ବର୍ଷ 2025ରେ 2024ରେ 25,220 ବେଳକୁ କ୍ଲୋଜ ହେଇଥିଲା। ଏଇଟା 29,000 ଇଡବ୍ଲ୍ୟୁଏସ୍ ଟା, ତ ସିଏ ବି ସେମିତି ପ୍ରାୟ ଅନ୍ ଆନ୍ ଆଭରେଜ ସେଇ 25,000 ଭଳିଆ କ୍ଲୋଜ ହେଇଥିଲା। ତେଣୁକରି ସବୁବେଳେ ପାଇଁ ମନେ ରଖ ରାଙ୍କ ପ୍ରାୟ ସମାନ ସମାନ ରହିବ, କିନ୍ତୁ ଇଏ ତ କଥା ହଉଛି କଣ ନା, ତମମାନେ ଯୋଉମାନେ ବି ଅଛ ତମମାନେ ମକ୍ ଟେଷ୍ଟ ପ୍ରାକ୍ଟିସ କରିବା ଷ୍ଟାର୍ଟ କର। ମୁଁ କହିଲି ତମକୁ ମକ୍ ଟେଷ୍ଟ ପ୍ରାକ୍ଟିସ କରିବା ପାଇଁ ତମମାନେ ମୋ ସହିତ କଣ୍ଟାକ୍ଟ କରିପାରିବ, ମୁଁ ତମକୁ ପୁରା ଆରାମରେ ଫ୍ରିଲି ଗାଇଡ କରିଦେବି, କିଛି ଅସୁବିଧା ନାହିଁ। ତ ଏଇଠି ଭିଡିଓକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ, ଧନ୍ୟବାଦ।